ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଫାଇନାଲି ଆପଣଙ୍କର ପ୍ରଚେଷ୍ଟାରେ ସମସ୍ତଙ୍କର ବର୍ତ୍ତମାନ କରେକ୍ସନ୍ ୱିଣ୍ଡୋ ଆପଣଙ୍କର ଓପେନ୍ ହେଇଯାଇଛି। କିନ୍ତୁ କିଛି ଜିନିଷକୁ ଟିକେ ଭଲସେ ଧ୍ୟାନ ଦେବେ। ଆପଣମାନେ ସବୁ ଜିନିଷକୁ କରେକ୍ସନ୍ କରିପାରିବେ, ଏ ଟୁ ଜେଡ୍ ସବୁ ଜିନିଷ କରେକ୍ସନ୍ କରିପାରିବେ। ଖାଲି ଏଇ ତିନିଟା ଜିନିଷକୁ କରେକ୍ସନ୍ କରିପାରିବେ ନାହିଁ। ଡେଟ୍ ଅଫ୍ ବାର୍ଥ କରେକ୍ସନ୍ ହେବନି, ଇମେଲ୍ ଆଇ ଡ଼ି କରେକ୍ସନ୍ ହେବନି, ମୋବାଇଲ୍ ନମ୍ବର ଆପଣଙ୍କର କରେକ୍ସନ୍ ହେବନି। ବାକି ସବୁ ଜିନିଷକୁ କରେକ୍ସନ୍ କରିପାରିବେ। ଆଉ ଗୋଟେ ଜିନିଷ ମନେ ରଖନ୍ତୁ, ଆପଣମାନେ ଥରେ ହିଁ କରେକ୍ସନ୍ କରିପାରିବେ। ତେଣୁକରି ମୁଁ ଆପଣଙ୍କୁ ଷ୍ଟାର୍ଟିଂରେ ହିଁ କହିଥିଲି, ଯଦି ପିଲାମାନେ ଆପଣମାନେ ଆପ୍ଲାଏ କଲା ସମୟରେ ପ୍ରଥମ କଥା କିଛି ଭୁଲ କରିବା କଥା ନାହିଁ। ଆପଣଙ୍କର ଗାଇଡେନ୍ସ ପାଇଁ ଆପ୍ଲାଏ ଭିଡ଼ିଓ ବନେଇ ଦେଉଛି, ଭିଡ଼ିଓ ଦେଖି ଦେଖି ଆପ୍ଲାଏ କରିବେ। ଯେଉଁମାନଙ୍କର ଆପ୍ଲିକେସନରେ କିଛି ବି ପ୍ରୋବ୍ଲେମ୍ ନାହିଁ ନା, ସେମାନେ କିଛି କରେକ୍ସନ୍ କରିବାର ଆବଶ୍ୟକତା ନାହିଁ। ଯଦି ଆପଣମାନେ ଆପ୍ଲିକେସନରେ କିଛି ବି ଭୁଲ କରିଛନ୍ତି, ଦେନ୍ ଆପଣମାନେ ଚାହିଁଲେ କରେକ୍ସନରେ କ୍ଲିକ୍ କରିକି ଆପଣଙ୍କର କରେକ୍ସନ୍ କରିପାରିବେ। ଆପଣ ଦେଖିବା ପାଇଁ ଚାହୁଁଛନ୍ତି ସବୁ ଠିକ୍ ଅଛି କି ନାହିଁ, ହେଲେ ବି ଆପଣମାନେ ଲଗ୍ଇନ୍ କରିକି ଚେକ୍ କରିପାରିବେ। ଆଉ ମନେ ରଖନ୍ତୁ, ଏହା କେବଳ ଆଜି ପାଇଁ ରହିବ। ଆଜି ରାତି 11:45ରେ ଆପଣଙ୍କର କରେକ୍ସନ୍ ୱିଣ୍ଡୋ ସରିଯିବ। ଯଦି ଆପଣମାନେ କରେକ୍ସନ୍ କିଛି କରିବା ପାଇଁ ଚାହୁଁଛନ୍ତି, ଏଇ ତିନିଟା ଜିନିଷ ବାଦ୍ ସବୁ ଜିନିଷକୁ ଆପଣମାନେ କରେକ୍ସନ୍ କରିପାରିବେ। ଆହୁରି ମଧ୍ୟ ଜିନିଷ ମୁଁ ଆପଣଙ୍କୁ କହିବି, ତ ଲାଇକ୍ ଆଉ ସେୟାର କରିକି ସବୁ ସାଙ୍ଗମାନଙ୍କୁ ଜଣାଇ ଦିଅନ୍ତୁ, ଯୋଉଦ୍ୱାରା କି ଓଡ଼ିଶା ସାରା ସବୁ ସାଙ୍ଗମାନେ ଜାଣିପାରିବେ। ଆଉ ଚ୍ୟାନେଲକୁ ଆପଣ ନୂଆ ଅଛନ୍ତି, ଦେନ୍ ଏବେ ହିଁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନ୍କୁ ବି ଆପଣ ଅନ୍ କରିଦେବେ। ଏବଂ ଯେମିତି ମୁଁ ଆପଣଙ୍କୁ କହିଥିଲି, ବିଏଡ୍ ପରୀକ୍ଷାରେ ନା ସୁନିଶ୍ଚିତ ଆପଣ କ୍ୱାଲିଫାଇ କରିବା ପାଇଁ ଚାହୁଁଛନ୍ତି, ୟୁଟ୍ୟୁବରେ ସର୍ଚ୍ଚ କରନ୍ତୁ ବିଏଡ୍ ପ୍ଲାନିଂ ଭିଡ଼ିଓ ବାଇ ଲକ୍ଷ୍ମୀଧର ସାର୍। ଆଉ ଏ ପ୍ଲାନିଂ ଭିଡ଼ିଓକୁ ଦେଖନ୍ତୁ। ଯେମିତି ମୁଁ ଆପଣଙ୍କୁ କହିଛି ସେମିତିକା ୱେରେ ପଢ଼ନ୍ତୁ, ସୁନିଶ୍ଚିତ କ୍ୱାଲିଫାଇ କରିବେ। ଡିସ୍କ୍ୱାଲିଫାଇର ପ୍ରଶ୍ନ ହିଁ ନାହିଁ। ଆମର ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନରେ ଏବେ 42 ଥର ସିଲାବସ୍ ଆପଣଙ୍କର କଭରେଜ ଅଲରେଡ଼ି ଚାଲିଛି ୱିଥ୍ ଅଲ୍ PIQ। 1,00,000ରୁ ଅଧିକ ମକ୍ ଟେଷ୍ଟ ସହିତ ଆପଣଙ୍କ ପାଇଁ, ଠିକ୍ ଅଛି। ଆଉ ପରୀକ୍ଷା ପୂର୍ବରୁ ମିନିମମ୍ 45 ଥର ସିଲାବସ୍ ଆପଣଙ୍କର କଭରେଜ ହେଇଯିବ, ଠିକ୍ ଅଛି। ଏବେ ଦେଖନ୍ତୁ, ଯେମିତି ମୁଁ ଆପଣଙ୍କୁ କହିଲି ଯେ ଆପଣ କରେକ୍ସନ୍ ଆଜି ହିଁ କରିପାରିବେ। ଯଦି ଆପଣଙ୍କର କିଛି ବି ପ୍ରୋବ୍ଲେମ୍ ଅଛି, XYZ ଯାହା ବି ପ୍ରୋବ୍ଲେମ୍ ଅଛି, ଆପଣ ଏକା ସାଙ୍ଗରେ ପିଲାମାନେ ମୁଁ କହୁଛି ଦେଖନ୍ତୁ, ଥରେ ହିଁ କରେକ୍ସନ୍ କରିହେବ। ଆପଣମାନେ ଭଲସେ ଦେଖି ଦିଅନ୍ତୁ, ଗୋଟେ ପରେ ଗୋଟେ ଗୋଟେ ପରେ ଗୋଟେ ଦେଖି ଦେଖି ଯାଆନ୍ତୁ। ଆପଣମାନେ ଗୋଟେ ପରେ ଗୋଟେ କରେକ୍ସନ୍ ଆପଣଙ୍କର କରନ୍ତୁ। ଏବେ ଯଦି ଆପଣଙ୍କର ନଟ୍ ଭେରିଫାଇଡ୍ ଲେଖା ଆସୁଛି ନା, ନଟ୍ ଭେରିଫାଇଡ୍ କାଷ୍ଟ ସାର୍ଟିଫିକେଟ୍ରେ, ରେସିଡେଣ୍ଟ ସାର୍ଟିଫିକେଟ୍ରେ, ଇନକମ୍ରେ, ଦେନ୍ କିଛି ପ୍ରୋବ୍ଲେମ୍ ନାହିଁ। ଆପଣଙ୍କର ସେଥିରେ କିଛି ଅସୁବିଧା ନାହିଁ। ସେଟା ତାଙ୍କର ପ୍ରୋବ୍ଲେମ୍। ଆପଣମାନେ ସଠିକ୍ ଦେଇଛନ୍ତି, ନଟ୍ ଭେରିଫାଇଡ୍ ଶୋ କରୁଛି, କିଛି ଅସୁବିଧା ନାହିଁ, ଠିକ୍ ଅଛି। ଏବେ ଗୋଟେ ଜିନିଷ ଆପଣଙ୍କ ପାଇଁ କହିବା ପାଇଁ ଚାହିଁବି, ଆପଣଙ୍କୁ କାଷ୍ଟ ସାର୍ଟିଫିକେଟ୍ ତ ଆପଲୋଡ଼ କରିବା ପାଇଁ ପଡ଼ିବ। ଯଦି ଆପଣଙ୍କର ଭ୍ୟାଲିଡିଟି ଅଛି ଆଉ ଆପଣମାନେ ଆପଲୋଡ଼ କରିଦେଇଛନ୍ତି, ଦେନ୍ ନୋ ପ୍ରୋବ୍ଲେମ୍। ଯଦି ଭ୍ୟାଲିଡିଟି ନାହିଁ, ଆପଣ ଏବେ ବି ଆପଲୋଡ଼ କରିଦେଇପାରିବେ। ନଚେତ୍ ଆପଣଙ୍କର ପୁଣି ଡେଟ୍ ଆସିବ, ପୁଣି ଆପଣମାନେ ଚାହିଁଲେ କରିପାରିବେ 15 ଜୁଲାଇରୁ 22 ଜୁଲାଇ ମଧ୍ୟରେ କରିପାରିବେ। ଯଦି ଆପଣଙ୍କର +3 ମାର୍କ ଆପଡେଟ୍ ହେଇନି, ବର୍ତ୍ତମାନ ଆପଣ ତାକୁ ପୁଣି ଆପଡେଟ୍ କରିଦେଇପାରିବେ। ପୁଣି 15 ଜୁଲାଇରୁ 22 ଜୁଲାଇ ମଧ୍ୟରେ ମଧ୍ୟ କରିପାରିବେ, ଠିକ୍ ଅଛି। କିନ୍ତୁ ସେଇ ସମୟରେ ବାକି ଜିନିଷ ଗୁଡ଼ା ଏଡ଼ିଟ୍ କରିବା ପାଇଁ ଦେବ କି ନାହିଁ କହିହେବନି। ତେଣୁକରି ସେଇ ସମୟରେ ଆପଣମାନେ କେବଳ ଗ୍ରାଜୁଏସନ୍ ମାର୍କ ଆଉ କାଷ୍ଟ ରେସିଡେଣ୍ଟକୁ ଇନକମ୍କୁ ଆପଡେଟ୍ କରିପାରିବେ 15 ଜୁଲାଇରୁ 22 ଜୁଲାଇ ମଧ୍ୟରେ। କିନ୍ତୁ ବର୍ତ୍ତମାନ ସବୁ ଜିନିଷ ଆପଣମାନେ ଆପଡେଟ୍ କରିପାରିବେ। ଆପଣମାନଙ୍କୁ ମୁଁ ଆଉ ଥରେ କହିବା ପାଇଁ ଚାହୁଁଛି, ଯଦି ଆପଣଙ୍କର ଟିକେ ବି ଭୁଲ ଅଛି ନା, ଟିକେ ବି ଭଲସେ ଦେଖି ଦିଅନ୍ତୁ, ଦେନ୍ ଆପଣମାନେ ଆପଡେଟ୍ କରିଦିଅନ୍ତୁ। ଥରେ ହିଁ ଆପଣମାନେ ଆପଡେଟ୍ କରିପାରିବେ, ସେକେଣ୍ଡ ଟାଇମ୍ ଚାନ୍ସ ମିଳିବ ନାହିଁ। ଯଦି ଆପଣଙ୍କର କିଛି ଭୁଲ ନାହିଁ, ଦେନ୍ ନୋ ପ୍ରୋବ୍ଲେମ୍, କିଛି ଆପଣଙ୍କର କରିବାର ନାହିଁ। ନଟ୍ ଭେରିଫାଇଡ୍ ଶୋ କରୁଛି, କିଛି ଅସୁବିଧା ନାହିଁ। ଯଦି ଆପଣଙ୍କର କାଷ୍ଟ, ରେସିଡେଣ୍ଟ କିମ୍ବା ଇନକମ୍ର ପୁରୁଣା ସାର୍ଟିଫିକେଟ୍ ଅଛି, ଆପଣମାନେ ତାକୁ ଦେଇଛନ୍ତି, କିଛି ପ୍ରୋବ୍ଲେମ୍ ନାହିଁ। ନୂଆ ଆପଣମାନେ କାଢ଼ି ଦିଅନ୍ତୁ ଆଉ 15 ତାରିଖରୁ 22 ତାରିଖ ମଧ୍ୟରେ ତାକୁ ଆପଣଙ୍କର ଆପଡେଟ୍ କରିଦେବେ। ଭ୍ୟାଲିଡିଟି ଆପଣ ଜାଣିଛନ୍ତି ନା, ନିଜେ ନିଜେ ଚେକ୍ କରିବେ। ଯଦି ST SC ପିଲାଙ୍କର କହିବା, କାଷ୍ଟ ସାର୍ଟିଫିକେଟ୍ ଆପଣଙ୍କର ଯଦି ସେମାନେ ଅକ୍ଟୋବର 2018 ପରେ କାଢ଼ିଛନ୍ତି, ପରେ ଦେନ୍ ତାଙ୍କର କାଷ୍ଟ ସାର୍ଟିଫିକେଟ୍ର ଭ୍ୟାଲିଡିଟି ଲାଇଫ୍ ଟାଇମ୍ ଆପଣଙ୍କର ଅଟେ, ଲାଇଫ୍ ଟାଇମ୍। ଆଉ SC BC ପିଲାଙ୍କର କାଷ୍ଟ ସାର୍ଟିଫିକେଟ୍ର ଭ୍ୟାଲିଡିଟି 3 ବର୍ଷ ଅଟେ। ଯଦି ଆପଣଙ୍କର ଭ୍ୟାଲିଡିଟି ଅଛି, ଦେନ୍ ତ ବହୁତ ହି ଭଲ, ତାକୁ ହିଁ ଆପଡେଟ୍ କରିଦେଇଛନ୍ତି, ନୋ ପ୍ରୋବ୍ଲେମ୍, କିଛି କରିବା ଦରକାର ନାହିଁ। ଯଦି କରିନାହାନ୍ତି,
ଏବେ ବି ଆଜି ବି ଆପଣମାନେ ଆପଡେଟ୍ କରିପାରିବେ, ନହେଲେ 15 ତାରିଖରୁ 22 ଜୁଲାଇ ମଧ୍ୟରେ କରିପାରିବେ। 15 ଜୁଲାଇରୁ 22 ଜୁଲାଇ। ଆଉ ରେସିଡେଣ୍ଟ ସାର୍ଟିଫିକେଟ୍ ତ ସମସ୍ତଙ୍କର ଆପଣଙ୍କର 5 ବର୍ଷର ଭ୍ୟାଲିଡିଟି। ଯଦି ଆପଣଙ୍କର ଭ୍ୟାଲିଡିଟି ଥିଲା ତାକୁ ଦେଇଛନ୍ତି, ନୋ ପ୍ରୋବ୍ଲେମ୍। ଯଦି ଆପଣଙ୍କର ଏବେ ରେଡି ହେଇଯାଇଛି ଏବେ ଦେଇ ଦିଅନ୍ତୁ, ନହେଲେ 15 ଜୁଲାଇରୁ 22 ଜୁଲାଇ ମଧ୍ୟରେ ଦେଇଦେବେ। ଆଉ ଇନକମ୍ ସାର୍ଟିଫିକେଟ୍ ଆପଣଙ୍କର ଇନକମ୍ ଧରାଯାଉ ସାର୍ ମୋର ବାପା ମାଙ୍କର ଆକ୍ଚୁଆଲି ମୁଁ ଦେଇଥିଲି କିଛି ଗୋଟେ ଭୁଲ, ବର୍ତ୍ତମାନ ଏତିକି ବାହାରୁଛି। ହଁ, ବର୍ତ୍ତମାନ ଆପଣ ଯେତିକି ଟଙ୍କାରେ କାଢୁଛନ୍ତି ତାକୁ ଆପଡେଟ୍ କରିଦିଅନ୍ତୁ। ଏବେ ତ ଆପଡେଟ୍ କରି ହେଉଛି ନା, ଆଜି ତ ଆପଣ ଆପଡେଟ୍ କରିପାରିବେ। ଯେତିକି ଟଙ୍କାରେ ଆପଣ ଇନକମ୍ ସାର୍ଟିଫିକେଟ୍ କାଢିବେ ସେତିକି ଟଙ୍କା ଦେଇ ଦିଅନ୍ତୁ। ସାର୍ ମୋର ବାପା ମାଙ୍କର ସାର୍ ଏଇ ଯୋଉ କ୍ୱାଲିଫିକେସନ୍ ଭୁଲ ଦେଇଛି, କିମ୍ବା ଆପଣଙ୍କର ସେ କ'ଣ କରନ୍ତି ଭୁଲ ଦେଇଛି, ଦେନ୍ ତାକୁ ବି ଚେଞ୍ଜ କରିହେବ, ସବୁ ଚେଞ୍ଜ କରିହେବ। କେବଳ ଏଇ 3ଟା ଜିନିଷକୁ ଚେଞ୍ଜ କରିହେବନି, ବାକି ସବୁ ଚେଞ୍ଜ କରିହେବ କେବଳ ଆଜି, ଓନ୍ଲି ଆଜି। ଆଜି ହିଁ ଚେଞ୍ଜ କରିହେବ, ୟା ବାଦ ଆପଣମାନେ ଆଉ ଚେଞ୍ଜ କରିପାରିବେନି। 15 ତାରିଖରୁ 22 ତାରିଖ ମଧ୍ୟରେ ଆପଣମାନେ ମାର୍କ ଆପଡେଟ୍ କରିପାରିବେ। ପ୍ରାୟତଃ ବର୍ତ୍ତମାନ ବି ରେଜଲ୍ଟ ସମସ୍ତଙ୍କର ବାହାରି ଯାଇଛି। ଯାହା ରେଜଲ୍ଟ ବାହାରି ଯାଇଛି ଦେଇ ଦିଅନ୍ତୁ। ସାର୍ ମୋର ସିଜିପିଏରେ ଅଧିକ ଦେଖେଇ ଦେଉଛି ପାର୍ସେଣ୍ଟେଜରେ। ଆରେ ଆପଣଙ୍କ ପାଖରେ ଥିବ ଯେ ପାର୍ସେଣ୍ଟେଜରେ ଦିଅନ୍ତୁ, ଫୁଲ୍ ମାର୍କ କେତେ ଆପଣ କେତେ ରଖିଛନ୍ତି ତାକୁ ଦେଇ ଦିଅନ୍ତୁ। ବୁଝିପାରିଲେ ନା? ଫୁଲ୍ ମାର୍କ କେତେ ଆପଣ କେତେ ରଖିଛନ୍ତି ତାକୁ ଦିଅନ୍ତୁ, କାହିଁକି ନା କନଭର୍ସନ୍ ସାର୍ଟିଫିକେଟ୍ ଆପଣଙ୍କର ଦରକାର ହେବ ଯେ। ବୁଝିଗଲେ ନା? ଯଦି ଆପଣଙ୍କର ନୂଆ ସାର୍ଟିଫିକେଟ୍ ଆସିଯାଇଛି ଦେନ୍ ଆପଣମାନେ ଆପଡେଟ୍ କରିଦିଅନ୍ତୁ ବର୍ତ୍ତମାନ, ନହେଲେ 15 ତାରିଖରୁ 22 ତାରିଖ ମଧ୍ୟରେ ଆପଡେଟ୍ କରିବେ। ଆଉ ଯଦି ଆପଣଙ୍କର ଅଲରେଡି ସବୁ ଠିକ୍ ଅଛି ଦେନ୍ କିଛି କରିବା ଦରକାର ନାହିଁ। ଯଦି ଟିକେ ବି ଆପଣଙ୍କର ଭୁଲ ଭାଲ ଅଛି, ଆପଣମାନେ ଭଲସେ କୁଲ୍ ମାଇଣ୍ଡରେ ସବୁ ଜିନିଷକୁ ଏଡିଟ୍ କରିଦିଅନ୍ତୁ। ଥରେ ହିଁ କରିପାରିବେ, ଆଉ କରିପାରିବେ ନାହିଁ। ସବୁ ସାଙ୍ଗମାନଙ୍କୁ ମୋତେ ଜଣେଇ ଦିଅନ୍ତୁ, ଆଉ ସବୁ ଆପଡେଟ୍ ମୁଁ ଆପଣଙ୍କୁ ଜଣେଇବି। ଓଡ଼ିଶାର ସବୁଠାରୁ ବଡ଼ ଟେଲିଗ୍ରାମ ଗ୍ରୁପ୍ ଓଡ଼ିଶା ଟିଚର ଆସୋସିଏସନ୍, ଯେଉଁ ଗ୍ରୁପରେ 1,90,000ରୁ ଅଧିକ ପିଲା ଅଛନ୍ତି, ସେଇ ଗ୍ରୁପରେ ଜଏନ୍ ହେବେ, ଯଦ୍ୱାରା କି ପ୍ରତ୍ୟେକଟି ଇନଫର୍ମେସନ୍ ସର୍ବପ୍ରଥମେ ଆପଣ ପାଇପାରିବେ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ଧନ୍ୟବାଦ।